ଜନମଙ୍ଗଳ ପରିଷଦ ଜଳ ଛତ୍ରରୁ କହୁଛି। এই ଯୁବବନ୍ଧୁ ମାନେ ବସିଥିଲେ ଆଲୋଚନା କରୁଥିଲେ ଯୁଦ୍ଧ ବିଷୟରେ। ଆମର ଏକତ୍ରୀକରଣ ଯେଟା ବଡ଼ ଶକ୍ତି। ଆମ ଭିତରେ ବିଭେଦ ସୃଷ୍ଟି ହେଲେ ଆମ ଶକ୍ତି କେଉଁଠୁ ରହିବ? ଯେଠି ଆକ୍ରମଣ କଲେ ଯେଉଁ ପର୍ଯ୍ୟଟକଙ୍କୁ ଆତଙ୍କବାଦୀ, ସେତେବେଳେ ଭାରତ ସରକାରର କିଛି ଦୁର୍ବଳତା ରହିଲା ନା ନାହିଁ? ଆପଣମାନେ ଭାବନ୍ତୁ, କାହିଁକି ଆମ ସୀମା ସୁରକ୍ଷାଟା ଠିକ୍ ଭାବରେ ହେଇନି? ଯଦି ହେଲା ପରେ ଏବେ 15 ଦିନ ହେଲାଣି ବିଭିନ୍ନ ସାମ୍ବାଦିକମାନେ ଆଲୋଚନା କରୁଛନ୍ତି, ବିଭିନ୍ନ ମାନେ ସମାଜ ସେବୀମାନେ ଆଲୋଚନା କରୁଛନ୍ତି ସରକାର କ'ଣ କଲା। ଯାହା ହଉ ଗୋଟେ ଭଲ ଖବର ମିଳିଲା ଯେ କାଲି ମାନେ ଆଜି ରାତି 4ଟାରୁ ଆକ୍ରମଣ ହେଇଛି। କେଉଁଠି? ଆଜାଦ କାଶ୍ମୀର, ଯେଉଁଟାକୁ କାଶ୍ମୀରକୁ ଯେଉଁ ପାକିସ୍ତାନ ଅଧିକୃତ ଆଜାଦ କାଶ୍ମୀର ହେଇଛି। ତେଣୁ ଭାରତବର୍ଷ ସଂଗଠିତ ହେବା ପାଇଁ ଯୁବଶକ୍ତି ଉପରେ ବିଶେଷ ଭାବରେ ନିର୍ଭର କରୁଛି। ଆଉ ଆମର ମାନେ ଅଛି, ଆମେ ଭାବୁଛେ ଆମର ନିଜସ୍ୱ ଚିନ୍ତାଧାରା ହେଉଛି ଆମର ଭାରତୀୟ ଆର୍ମି କି ଆମର ଆକାଶ ବାହିନୀ କି ଆମର ଜଳବାହିନୀ ସମସ୍ତେ ଶକ୍ତିଶାଳୀ ଅଛନ୍ତି। କିନ୍ତୁ ପରିସ୍ଥିତିକି ଜଗିକି ବର୍ତ୍ତମାନ ଭାରତ ସରକାର ସଂଯମ ଅଛନ୍ତି। ନିଶ୍ଚିତ ଭାବରେ ଆର ବଦଳ ଭାରତ ସରକାର ନେବ ବୋଲି ଆମେ ଆଶା କରୁଛୁ। କ'ଣ କହିବେ? ଆଗରୁ ଆପଣ 2-3ଟା ଯୁଦ୍ଧ ଦେଖିଛନ୍ତି? ହଁ, ଦିନେ ମୁଁ ଦେଖିଛି, ଯୁଦ୍ଧ ଦେଖିଛି। ପାକିସ୍ତାନ ଯୁଦ୍ଧ ସମୟରେ ମୁଁ ଜାଣିଛି ସେ ସମୟରେ ଯେମିତି ପରିସ୍ଥିତି ସୃଷ୍ଟି ହେଇଥିଲା। ଆପଣ କାର୍ଗିଲ ଯୁଦ୍ଧ ବି ଦେଖିଥିବେ, ତା ଉପରେ ଆଉ ୟା ଉପରେ ନେଇକି ପାର୍ଥକ୍ୟ କ'ଣ? ପାର୍ଥକ୍ୟ ସେତେବେଳେ ଭାରତର ଶକ୍ତିଶାଳୀ ବିଶେଷ ଭାବରେ ନଥିଲା ନା, ସାମରିକ ଶକ୍ତିଟା ଦୁର୍ବଳ ଥିଲା। ତେବେ ସେତେବେଳେ ଟିକେ ମାନେ ନରମ ପରିସ୍ଥିତିରେ ଭାରତବର୍ଷ ଥିଲା। ବର୍ତ୍ତମାନ ତ ସେମିତିଆ ପରିସ୍ଥିତି ନାହିଁ। ଆମର ପ୍ରତିରକ୍ଷା ବାହିନୀ ବହୁତ ଶକ୍ତିଶାଳୀ ହେଇଛି। ଆମେ ନିଶ୍ଚିତ ଭାବରେ ବଦଳାନ ହେବା ପାଇଁ ଆମେ ନିଶ୍ଚିତ ଜୟଯୁକ୍ତ ହେବା, ଏଥିରେ କିଛି ସନ୍ଦେହ କରିବାର ନାହିଁ। ପରମାଣୁ ବୋମାଟା ସେତେ ଦେଖନ୍ତୁ, ପାକିସ୍ତାନ ଧମକ ଦେଉଛି ପରମାଣୁ ବୋମା ସେ ଗୋଟେ ଜାଗାରେ ପଡ଼ିଲେ ଗୋଟେ ଏରିଆ ଭାରତ ନଷ୍ଟ ହେବ। ଭାରତ ଯେତିକି ପରମାଣୁ ଶକ୍ତି ଅଛି ସେତେ 2ଟା ପକେଇଲେ ପାକିସ୍ତାନ ସଫା ହେଇଯିବ। ସେ ଖାଲି ତୁଚ୍ଛା ଗୋଟେ କେମିତି ମାନେ ଧମକ, ସେଟାକୁ ଆମେ ଭୟଭୀତ ହେବାର କିଛି କାରଣ ନାହିଁ। ସିଏ ଶକ୍ତି ଯେଉଁ ପରମାଣୁ ବୋମା ଆମେରିକା ପକେଇଥିଲା ଜାପାନ ହିରୋସୀମା ନାଗାସାକିରେ, ତାଠୁ ଏ 100 ଗୁଣର ଶକ୍ତିଶାଳୀ ପରମାଣୁ ବୋମା ରହିଛି, ବୁଝିଲେ। ଆଉ ସେଇ ଯେଉଁ ପରମାଣୁ ବୋମା ପଡ଼ିଥିଲା ତାର ଶକ୍ତିରେ ତ ବହୁ ଦିନ ପର୍ଯ୍ୟନ୍ତ, ବହୁ ବର୍ଷ ପର୍ଯ୍ୟନ୍ତ ସେଠି ବିଭିନ୍ନ ରୋଗ ପାଖରୁ ଆଉ ଉଦ୍ଭିଦ ପାଖରୁ ସବୁ ସେମାନେ ଜାପାନୀ ମାନେ ହେଉଛନ୍ତି କ'ଣ ସ୍ୱାଭିମାନୀ ଜାତି ଆଉ ସଂଗଠିତ ଜାତି। ସେମାନେ ଖୁବ୍ ଶୀଘ୍ର ଉନ୍ନତି କରିଗଲେ। କିନ୍ତୁ ଯଦି ଏଇ ତୃତୀୟ ମହାସମର ହୁଏ ଭାରତ ପାକିସ୍ତାନକୁ ନେଇ, ଭାରତକୁ ବର୍ତ୍ତମାନ ବଡ଼ ଶକ୍ତି ରଷିଆ ଆଉ ଜାପାନ ଆଉ ଇଏ ସହଯୋଗ କରନ୍ତନି, ଆମେରିକା ସହଯୋଗ କରୁଛି। ଆଉ ତୁର୍କୀ ଚୀନ ଏଭଳି ପାକିସ୍ତାନକୁ ସହଯୋଗ କରିବା ଅବସ୍ଥାରେ ଅଛି। ଯଦି ତୃତୀୟ ମହାସମର ଏଇଟା ହେଇଯାଏ ନିଶ୍ଚିତ ହେଇଯିବ ପାକିସ୍ତାନ, ମୋର ବ୍ୟକ୍ତିଗତ ମତ। ପାକିସ୍ତାନକୁ କ'ଣ କରିବେ? ମୁଁ ପାକିସ୍ତାନ କହୁଛି ସେ ଯେଉଁ ତାଙ୍କର ଯେଉଁ ଆତଙ୍କବାଦୀ ପୋଷୁଛନ୍ତି ସେମାନେ ଠିକ୍ ଧାରାକୁ ଆସନ୍ତୁ, ଆତଙ୍କବାଦୀ ଆଣି ଠିଆ କରିଦିଅନ୍ତୁ। ଆତଙ୍କବାଦୀ କି ଆମର ଯେଉଁ ଭାରତକୁ ସମର୍ପଣ କରିଦେଲେ ଆଉ ଭାରତ ତାଙ୍କୁ ଆକ୍ରମଣ କରିବେନି ପାକିସ୍ତାନ। ମୁଁ ଯୁବ ସମାଜକୁ ଏଇଆ ବାର୍ତ୍ତା ଦେଉଛି, ଯୁବ ସମାଜ ବର୍ତ୍ତମାନ ସଂଗଠିତ ହୁଅନ୍ତୁ, ଦେଶ ମାତୃକା ପାଇଁ ଉତ୍ସର୍ଗିତ ଚିନ୍ତାଧାରା, ଜୀବନ ଉତ୍ସର୍ଗିତ ଚିନ୍ତାଧାରା ରଖନ୍ତୁ, ଭାରତ ମାତା ଜୟ ଗାନ କରନ୍ତୁ।